ପିଲାମାନେ ଆଜିର ଏକ ନୂଆ ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ନବମ ଶ୍ରେଣୀ ସଂସ୍କୃତ ବହିର ଷଷ୍ଠ ଅନୁଚ୍ଛେଦକୁ ପଢ଼ିବା ଓ ତାହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତେବେ ଚାଲ ଆରମ୍ଭ କରିବା। ଶ୍ରୀମଦ୍ ଭଗବତ୍ ଗୀତା ବସ୍ତୁତଃ ମହାଭାରତସ୍ୟ ଅଂଶଃ अस्ति। ଅର୍ଜୁନଃ ଯୁଦ୍ଧେ ଆତ୍ମୀୟାନ୍ ବିଲୋକ୍ୟ ଯୁଦ୍ଧବିମୁଖः ଅଭବତ୍। ତଦା ଭଗବାନ୍ ଶ୍ରୀକୃଷ୍ଣः ଅର୍ଜୁନम् ଉପଦିଶତି ସ୍ମ। ଭଗବତଃ ଶ୍ରୀକୃଷ୍ଣस्य ଉପଦେଶस्य ନାମ ଶ୍ରୀମଦ୍ ଭଗବତ୍ ଗୀତା। ଶ୍ରୀମଦ୍ ଭଗବତ୍ ଗୀତା ଉପନିଷଦାଂ ସାରः ଭବତି। ଅତ୍ର ଅନେକେ ବିଷୟାଃ ବର୍ଣ୍ଣିତାଃ ସन्ति। ପ୍ରାଧାନ୍ୟେନ अस्यां ଭକ୍ତିଯୋଗस्य ଜ୍ଞାନଯୋଗस्य କର୍ମଯୋଗस्य च ପ୍ରତିପାଦनं କୃତम्। ଅତ୍ର ଭଗବତ୍ ଗୀତାୟାଂ ଭକ୍ତିଜ୍ଞାନକର୍ମଯୋଗାନାଂ ତ୍ରିବେଣୀ ପ୍ରବହତି। ଅତଃ ପ୍ରସିଦ୍ଧଂ କଥनं ବର୍ତ୍ତତେ ଗୀତା ସୁଗୀତା କର୍ତ୍ତବ୍ୟା କିମନ୍ୟୈ ଶାସ୍ତ୍ରବିସ୍ତରୈଃ। ପ୍ରତ୍ୟେକଂ ମାନବଃ ସୁଖଂ କାମୟତେ। ସୁଖଂ ପ୍ରାପ୍ତୁଂ ତ୍ରୟଃ ମାର୍ଗାଃ ନିର୍ଦ୍ଦିଷ୍ଟାଃ ସन्ति। ଭକ୍ତିଃ ଜ୍ଞାनं କର୍ମ च। ଅତଃ ଭକ୍ତଃ ଜ୍ଞାନୀ କର୍ମଶୀଳଃ ପ୍ରତ୍ୟେକଂ ମାନବଃ ଶ୍ରୀମଦ୍ ଭଗବତ୍ ଗୀତାୟାଃ ଅଧ୍ୟୟନେନ କଲ୍ୟାଣଂ କର୍ତ୍ତୁଂ ଶକ୍ନୋତି। ଏଷୁ ତ୍ରିଷୁ ମାର୍ଗେଷु ଅପି କର୍ମଯୋଗः ଆଧୁନିକ ଯୁଗେ ସୁତରାଂ କଲ୍ୟାଣଂ କରୋति। କର୍ମଯୋଗः ଜୀବନେ ସଂଘର୍ଷस्य ଉପଦେଶଂ ପ୍ରୟଚ୍ଛତି। କର୍ମ ମାନବସ୍ୟ ଧର୍ମଃ। ପରଂ କର୍ମ ତଦେବ କଲ୍ୟାଣକରଂ ଯସ୍ମିନ୍ ଫଳସ୍ୟ ଇଚ୍ଛା ନ ଭବେତ୍। ଭଗବାନ୍ ଶ୍ରୀକୃଷ୍ଣଃ ସ୍ପଷ୍ଟୁମ୍ ଉକ୍ତବାନ୍ କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଶ୍ରୀମଦ୍ ଭଗବତ୍ ଗୀତା ବସ୍ତୁତଃ ମହାଭାରତସ୍ୟ ଅଂଶଃ अस्ति। ଶ୍ରୀମଦ୍ ଭଗବତ୍ ଗୀତା ମାନେ ଶ୍ରୀମଦ୍ ଭଗବତ୍ ଗୀତା, ବସ୍ତୁତଃ ମାନେ ସାଧାରଣତଃ, ମହାଭାରତସ୍ୟ ମାନେ ମହାଭାରତର, ଅଂଶଃ ମାନେ ଅଙ୍ଗ, अस्ति ମାନେ ଅଛି। ଶ୍ରୀମଦ୍ ଭଗବତ୍ ଗୀତା ସାଧାରଣତଃ ମହାଭାରତର ଅଂଶ ଅଟେ। ଅର୍ଜୁନଃ ଯୁଦ୍ଧେ ଆତ୍ମୀୟାନ୍ ବିଲୋକ୍ୟ ଯୁଦ୍ଧବିମୁଖः ଅଭବତ୍। ଅର୍ଜୁନଃ ମାନେ ଅର୍ଜୁନ, ଯୁଦ୍ଧେ ମାନେ ମହାଭାରତ ଯୁଦ୍ଧରେ, ଆତ୍ମୀୟାନ୍ ମାନେ ନିଜର ଲୋକଙ୍କୁ, ବିଲୋକ୍ୟ ମାନେ ଦେଖି, ଯୁଦ୍ଧ ବିମୁଖ ମାନେ ଯୁଦ୍ଧ ନ କରିବାକୁ, ଅଭବତ୍ ମାନେ ହୋଇଥିଲା। ଅର୍ଜୁନ ମହାଭାରତ ଯୁଦ୍ଧରେ ନିଜର ଆତ୍ମୀୟ ତଥା ଭାଇ ବନ୍ଧୁ ଗୁରୁ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି ଯୁଦ୍ଧ ବିମୁଖ ହୋଇଥିଲା। ତଦା ଭଗବାନ୍ ଶ୍ରୀକୃଷ୍ଣଃ ଅର୍ଜୁନମ୍ ଉପଦିଶତି ସ୍ମ। ତଦା ମାନେ ସେତେବେଳେ, ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନ ମାନେ ଅର୍ଜୁନକୁ ଉପଦେଶ ଦେଇଥିଲେ। ଭଗବତଃ ଶ୍ରୀକୃଷ୍ଣସ୍ୟ ଉପଦେଶସ୍ୟ ନାମ ଶ୍ରୀମଦ୍ ଭଗବତ୍ ଗୀତା। ଭଗବତଃ ମାନେ ଭଗବାନ୍ ଶ୍ରୀକୃଷ୍ଣଙ୍କର ଉପଦେଶର ନାମ ହେଉଛି ଶ୍ରୀମଦ୍ ଭଗବତ୍ ଗୀତା। ଶ୍ରୀମଦ୍ ଭଗବତ୍ ଗୀତା ଉପନିଷଦାଂ ସାରଃ ଭବତି। ଶ୍ରୀମଦ୍ ଭଗବତ୍ ଗୀତା ଉପଦେଶମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ। ଅତ୍ର ଅନେକେ ବିଷୟାଃ ବର୍ଣ୍ଣିତାଃ ସन्ति। ଅତ୍ର ମାନେ ଏଠାରେ, ଅନେକେ ମାନେ ଅନେକ, ବିଷୟାଃ ମାନେ ବିଷୟ, ବର୍ଣ୍ଣିତାଃ ସन्ति ମାନେ ବର୍ଣ୍ଣିତ ହୋଇଛି। ପ୍ରାଧାନ୍ୟେନ अस्यां ଭକ୍ତିଯୋଗस्य ଜ୍ଞାନଯୋଗस्य କର୍ମଯୋଗस्य च ପ୍ରତିପାଦनं କୃତम्। ମୁଖ୍ୟତଃ, ପ୍ରାଧାନ୍ୟେନ ମାନେ ମୁଖ୍ୟତଃ, अस्यां ମାନେ ଏଥିରେ, ଭକ୍ତିଯୋଗस्य ମାନେ ଭକ୍ତିଯୋଗର, ଜ୍ଞାନଯୋଗस्य ମାନେ ଜ୍ଞାନଯୋଗର, କର୍ମଯୋଗस्य ମାନେ କର୍ମଯୋଗର, च ମାନେ ଓ, ପ୍ରତିପାଦନ ମାନେ ପ୍ରତିପାଦନ, କୃତମ୍ ମାନେ କରାଯାଇଛି। ମୁଖ୍ୟତଃ ଏଠାରେ ଭକ୍ତିଯୋଗର, ଜ୍ଞାନଯୋଗର ଓ କର୍ମଯୋଗର ପ୍ରତିପାଦନ କରାଯାଇଛି। ଅତ୍ର ଭଗବତ୍ ଗୀତାୟାଂ ଭକ୍ତିଜ୍ଞାନ କର୍ମଯୋଗାନାଂ ତ୍ରିବେଣୀ ପ୍ରବହତି। ଅତ୍ର ମାନେ ଏଠାରେ, ଭଗବତ୍ ଗୀତାୟାଂ ମାନେ ଭଗବତ୍ ଗୀତାରେ ଭକ୍ତିଯୋଗ, ଜ୍ଞାନଯୋଗ ଓ କର୍ମଯୋଗର ତ୍ରିବେଣୀ ପ୍ରବାହିତ ହେଉଛି। ଅତଃ ପ୍ରସିଦ୍ଧଂ କଥनं ବର୍ତ୍ତତେ।
ଏଣୁ ପ୍ରସିଦ୍ଧ କଥା କୁହାଯାଇଛି ଯେ ଗୀତା ସୁଗୀତା କର୍ତ୍ତବ୍ୟା କିମନ୍ୟୈଃ ଶାସ୍ତ୍ର ବିସ୍ତରୈଃ। ଗୀତାକୁ ଭଲ ଭାବରେ ପଢ଼ିବା ଉଚିତ। ଅନ୍ୟ ଶାସ୍ତ୍ରରେ କ'ଣ ବା ଆବଶ୍ୟକ ଅଛି? ପ୍ରତ୍ୟେକମ୍ ମାନବଃ ସୁଖମ୍ କାମୟତେ। ପ୍ରତ୍ୟେକମ୍ ମାନେ ପ୍ରତ୍ୟେକ, ମାନବଃ ମାନେ ମନୁଷ୍ୟ, ସୁଖମ୍ ମାନେ ସୁଖ, କାମୟତେ ମାନେ ଇଚ୍ଛା କରିଥାଏ। ପ୍ରତ୍ୟେକ ଲୋକ ସୁଖ ଇଚ୍ଛା କରିଥାଏ। ସୁଖ ପ୍ରାପ୍ତୁମ୍ ତ୍ରୟଃ ମାର୍ଗାଃ ନିର୍ଦ୍ଦିଷ୍ଟାଃ ସନ୍ତି ଭକ୍ତିଃ ଜ୍ଞାନମ୍ କର୍ମ ଚ। ସୁଖ ପ୍ରାପ୍ତି ପାଇଁ ତିନୋଟି ମାର୍ଗ ଅଛି, ଭକ୍ତି, ଜ୍ଞାନ ଓ କର୍ମ। ଅତଃ ଭକ୍ତଃ ଜ୍ଞାନୀ କର୍ମଶୀଳଃ ପ୍ରତ୍ୟେକମ୍ ମାନବଃ ଶ୍ରୀମଦ୍ ଭଗବତ୍ ଗୀତାୟାଃ ଅଧ୍ୟୟନେନ କଲ୍ୟାଣମ୍ କର୍ତ୍ତୁମ୍ ଶକ୍ନୋତି। ଏଣୁ ଭକ୍ତ, ଜ୍ଞାନୀ ଓ କର୍ମଶୀଳ ହେବା ଉଚିତ। ପ୍ରତ୍ୟେକ ମଣିଷ ଶ୍ରୀମଦ୍ ଭଗବତ ଗୀତାର ଅଧ୍ୟୟନ ଦ୍ୱାରା କଲ୍ୟାଣ କରିବାକୁ ସମର୍ଥ ହେବ। ଏଷୁ ତ୍ରିଷୁ ମାର୍ଗେଷୁ ଅପି କର୍ମଯୋଗଃ ଆଧୁନିକ ଯୁଗେ ସୁତରାଂ କଲ୍ୟାଣଂ କରୋତି। ଏଷୁ ତ୍ରିଷୁ ମାନେ ଏହି ତିନୋଟି, ମାର୍ଗେଷୁ ମାର୍ଗ ମଧ୍ୟରୁ, କର୍ମଯୋଗଃ ଆଧୁନିକ ଯୁଗେ ସୁତରାଂ କଲ୍ୟାଣଂ କରୋତି। କର୍ମଯୋଗ ଆଧୁନିକ ଯୁଗରେ ଅଧିକ କଲ୍ୟାଣକର ହୋଇଥାଏ। ଏହି ତିନୋଟି ମାର୍ଗ ମଧ୍ୟରୁ କର୍ମଯୋଗ ଏହି ଯୁଗରେ ଅଧିକ କଲ୍ୟାଣକର ହୋଇଥାଏ। କର୍ମଯୋଗଃ ଜୀବନେ ସଂଘର୍ଷସ୍ୟ ଉପଦେଶଂ ପ୍ରୟଚ୍ଛତି। କର୍ମଯୋଗ ଜୀବନରେ ସଂଘର୍ଷର ଉପଦେଶ ପ୍ରଦାନ କରିଥାଏ। କର୍ମ ମାନବସ୍ୟ ଧର୍ମଃ। କର୍ମ ମାନେ କର୍ମ, ମାନବସ୍ୟ ମାନେ ମାନବର ବା ମଣିଷର, ଧର୍ମଃ ମାନେ ଧର୍ମ। କର୍ମ ହେଉଛି ମଣିଷର ଧର୍ମ। ପରଂ କର୍ମ ତଦେବ କଲ୍ୟାଣକରଂ ଯସ୍ମିନ୍ ଫଳସ୍ୟ ଇଚ୍ଛା ନ ଭବେତ୍। କିନ୍ତୁ କର୍ମ ସେତେବେଳେ କଲ୍ୟାଣକର ହୋଇଥାଏ ଯେଉଁଥିରେ ଫଳର ଇଚ୍ଛା ନଥାଏ। ଭଗବାନ ଶ୍ରୀକୃଷ୍ଣଃ ସ୍ପଷ୍ଟୁମ୍ ଉକ୍ତବାନ୍ କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଭଗବାନ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହିଛନ୍ତି, କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ ଫଳ ଆଶା କରିବାରେ ତୁମର ଅଧିକାର ନାହିଁ। ପିଲାମାନେ, ଏଠାରେ ଆଜିର ଅନୁଚ୍ଛେଦଟି ଆମେ କ'ଣ ଆଲୋଚନା କରିଦେଲେ। ବର୍ତ୍ତମାନ ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଏକେନ ବାକ୍ୟେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରମ୍ ଲିଖତ। ଏହାର ଅର୍ଥ କ'ଣ? ନା ଗୋଟିଏ ବାକ୍ୟରେ ସଂସ୍କୃତ ଭାଷାରେ ଅଥବା ମାତୃଭାଷାରେ ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ, ଶ୍ରୀକୃଷ୍ଣଃ ସ୍ପଷ୍ଟମ୍ କିମ୍ ଉକ୍ତବାନ୍। ଏହି ପ୍ରଶ୍ନର ଅର୍ଥ କ'ଣ ହେବ? ନା ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କ'ଣ କହିଛନ୍ତି? ଏହାର ଉତ୍ତର ହେବ, ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହିଛନ୍ତି ଯେ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ ଫଳରେ କେବେ ଆଶା ରଖିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଆଧୁନିକ ଯୁଗେ କିମ୍ କଲ୍ୟାଣକରମ୍। ଏହି ପ୍ରଶ୍ନର ଅର୍ଥ କ'ଣ? ନା ଆଧୁନିକ ଯୁଗରେ କ'ଣ କଲ୍ୟାଣକର ହୋଇଥାଏ? ଏହି ପ୍ରଶ୍ନର ଉତ୍ତର ହେବ, ଆଧୁନିକ ଯୁଗରେ କର୍ମଯୋଗ ଅଧିକ କଲ୍ୟାଣକର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଗୀତାୟାଂ କା ତ୍ରିବେଣୀ ପ୍ରବହତି। ଏହି ପ୍ରଶ୍ନର ଅର୍ଥ କ'ଣ? ନା ଗୀତାରେ କେଉଁ ତ୍ରିବେଣୀ ପ୍ରବାହିତ ହେଉଛି? ଏହି ପ୍ରଶ୍ନର ଉତ୍ତର ହେଉଛି, ଗୀତାରେ ଭକ୍ତି, ଜ୍ଞାନ ଏବଂ କର୍ମଯୋଗର ତ୍ରିବେଣୀ ପ୍ରବାହିତ ହେଉଅଛି। ପିଲାମାନେ, ଏଠାରେ ଆମେ 1 ନମ୍ବର ପ୍ରଶ୍ନ ଉତ୍ତର ଜାଣିଲେ। ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏକେନ ପଦେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରମ୍ ଲିଖତ। ଏହାର ଅର୍ଥ କ'ଣ? ନା ଗୋଟିଏ ପଦରେ ସଂସ୍କୃତ ଭାଷାରେ ଅଥବା ମାତୃଭାଷାରେ ଉତ୍ତର ଲେଖ। ଗୋଟିଏ ପଦରେ ଲେଖିବା ଉତ୍ତର ଏହାର। ପ୍ରଥମ ପ୍ରଶ୍ନ, ପ୍ରତ୍ୟେକମ୍ ଜନଃ କିମ୍ କାମୟତେ। ଏହି ପ୍ରଶ୍ନର ଅର୍ଥ କ'ଣ? ନା ପ୍ରତ୍ୟେକ ଲୋକ କ'ଣ ଇଚ୍ଛା କରିଥାଏ? ଏହାର ଉତ୍ତର କ'ଣ ହେବ? ନା ସୁଖ। ପ୍ରତ୍ୟେକ ଲୋକ ସୁଖ ଇଚ୍ଛା କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ଯୁଦ୍ଧେ ଅର୍ଜୁନ କାନ୍ ଦୃଷ୍ଟ୍ୱା ଯୁଦ୍ଧ ବିମୁଖଃ ଅଭବତ୍। ଏହି ପ୍ରଶ୍ନର ଅର୍ଥ କ'ଣ? ନା ଯୁଦ୍ଧରେ ଅର୍ଜୁନ କାହାକୁ ଦେଖି ଯୁଦ୍ଧ ବିମୁଖ ହୋଇଥିଲା? ଏହାର ଉତ୍ତର କ'ଣ ହେବ? ନା ଆତ୍ମୀୟମାନଙ୍କୁ ଦେଖି ବା ନିଜର ଲୋକମାନଙ୍କୁ ଦେଖି।
ପରବର୍ତ୍ତୀ ପ୍ରଶ୍ନ, କା ଉପନିଷଦାଂ ସାରଃ ଅସ୍ତି। ଏହି ପ୍ରଶ୍ନର ଅର୍ଥ କ'ଣ ନା କିଏ ଉପନିଷଦମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ। ଏହାର ଉତ୍ତର ହେବ ଶ୍ରୀମଦ୍ ଭଗବଦ୍ ଗୀତା ଉପନିଷଦମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ। ପରବର୍ତ୍ତୀ ପ୍ରଶ୍ନ, କଃ ମାନବସ୍ୟ ଧର୍ମଃ। ଏହି ପ୍ରଶ୍ନର ଅର୍ଥ କ'ଣ ନା କ'ଣ ମାନବର ବା ମଣିଷର ଧର୍ମ ଅଟେ। କର୍ମ କରିବା ହେଉଛି ମଣିଷର ଧର୍ମ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ। ପିଲାମାନେ, ଏହି ଭିଡ଼ିଓକୁ ତୁମର ସାଙ୍ଗମାନଙ୍କ ସହିତ ଯଥାସମ୍ଭବ ସେୟାର କର, ଯାହାଫଳରେ ସେମାନେ ବି ଏହି ବିଷୟର ପ୍ରଶ୍ନ ଉତ୍ତର ଜାଣିପାରିବେ।